ଖୋର୍ଦ୍ଧାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ ମାତ୍ର 2 ଦିନ ରହିଲା। ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଭାବରେ ନିର୍ବାହ ଲାଗି ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାତିସାରା ଜିଲ୍ଲାର ବିଭିନ୍ନ ସୀମାରେ ପୋଲିସର ଚାଲିଛି ବ୍ଲକିଂ ଚେକିଂ। ଖୋର୍ଦ୍ଧା ଆଦର୍ଶ ଥାନା, ସଦର ଥାନା, ଶିଳ୍ପାଞ୍ଚଳ ଥାନା, ବୋଲଗଡ଼ ଥାନା, ଜଙ୍କିଆ ଥାନା, ଟାଙ୍ଗୀ ଥାନାର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଅଟକାଇ ଡିକି ଖୋଲି ଚେକିଂ କରୁଛନ୍ତି। କାର ବାଇକ୍ ଆରୋହୀମାନଙ୍କୁ ଅଟକାଇ ତନଖି କରୁଛନ୍ତି। ଖୋର୍ଦ୍ଧା ଏସ୍ଡିପିଓ ଦିଲ୍ଲୀପ କୁମାର ଦାସ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଆଗାମୀ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ରାତି ତମାମ ଚାଲିବା ନେଇ କହିଛନ୍ତି। 2 दिन पर नॉमिनेशन स्टार्ट होवार अच्छी तो से दृष्टि आम इलेक्शन प्रिपेयरनेस अनुसार डीआईजी सर निर्देश अनुसार आज खोर्धा सब डिविजन विभिन्न थाना परिसर मानक नाइट ब्लॉकिंग आज अरेंजमेंट कराई जोटा कि आपंकर 11:30 पाखु स्टार्ट होता कंटिन्यू कर सदर थानार अंडाबाजपुर पटे, टाउन थानार आपंकर गुरुजंगम, बागमारी, बेगुनिया, धलापथर एंड बरगड़ टाउन विभिन्न स्थान मानक आज चेकिंग कराउछि।